नमस्कार। आशा करुच्ची आपने समस्ते बहुत भलରେ ଥିବେ। ଆଜି ଆପଣମାନଙ୍କ ପାଇଁ ଆଉ ଗୋଟେ ବହୁତ ବଡ଼ ନୋଟିଫିକେସନ୍ ଆସିଯାଇଛି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ ଆପଣମାନଙ୍କର ବହୁତ ଗୁଡ଼ାଏ ଭ୍ୟାକେନ୍ସି ଆସିବାକୁ ଯାଉଛି ବା ଆସି ବି ଯାଇଛି। ତ ଆପଣମାନଙ୍କର ପ୍ରଥମେ CGL, CTSRE, CPGL, CHSEL ଆପଣମାନଙ୍କର ଭ୍ୟାକେନ୍ସି ଗୁଡ଼ାକ ଆସିଛି। ଏହାର ଡିଟେଲ୍ସ ମୁଁ ଆପଣମାନଙ୍କୁ କହିବି, ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ଭ୍ୟାକେନ୍ସି ଗୁଡ଼ାକ ଆବେଦନ କରିପାରିବେ। ଆପଣମାନଙ୍କର କ୍ୱାଲିଫିକେସନ୍ ଅନୁଯାୟୀ ଭ୍ୟାକେନ୍ସି ବାହାରିଛି OSSC ତରଫରୁ। ତା'ର ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇଦେବି। ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ନୋଟିଫିକେସନ୍ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମ ଟେଲିଗ୍ରାମ ଲିଙ୍କରେ ଯାଆନ୍ତୁ, ସେଇଠି ଆପଣମାନଙ୍କୁ ନୋଟିଫିକେସନ୍ ମିଳିଯିବ। ତ ପ୍ରଥମ ନୋଟିଫିକେସନ୍ଟି ଆପଣମାନଙ୍କର କମ୍ବାଇନ୍ଡ ଟେକ୍ନିକାଲ ସର୍ଭିସ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ 2025 ଆପଣମାନଙ୍କର 2026ରେ ଆସିବା ଯାଉଛି। ଏଥିରେ ଆପଣମାନଙ୍କର ଜୁନିୟର ସିଭିଲ୍ ଇଞ୍ଜିନିୟରିଂ ଏବଂ ଜୁନିୟର ଇଞ୍ଜିନିୟରିଂ ଆପଣମାନଙ୍କର ଭ୍ୟାକେନ୍ସି ରହିଛି। ଟୋଟାଲ୍ ଯେଉଁ ଭ୍ୟାକେନ୍ସି ରହିଛି ଆପଣମାନଙ୍କର ଡିପାର୍ଟମେଣ୍ଟ ଅନୁଯାୟୀ ଡିଭାଇଡ଼ କରାଯାଇଛି। ଆପଣମାନଙ୍କ ଗ୍ରୁପ୍ B ପୋଷ୍ଟ ଏବଂ ଗ୍ରୁପ୍ C ପୋଷ୍ଟ ଆସିଛି ଏହି OSSC ତରଫରୁ। ତ ଟୋଟାଲ୍ ଆପଣମାନଙ୍କର ଡିଷ୍ଟ୍ରିକ୍ଟ କ୍ୟାଡର ଅନୁଯାୟୀ ଆପଣମାନଙ୍କର ରିକ୍ରୁଟମେଣ୍ଟ ଆସିବାକୁ ଯାଉଛି। ଆଗକୁ ବହୁତ ଗୁଡ଼ାଏ ଭ୍ୟାକେନ୍ସି ରହିଛି ଆପଣମାନଙ୍କର। ଯଦି ଆପଣମାନେ +2 ପାସ୍ କରିଛନ୍ତି ତାହେଲେ ଆପଣମାନେ ଏହି କମ୍ବାଇନ୍ଡ ଟେକ୍ନିକାଲ ସର୍ଭିସ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ଟା ଆପଣମାନେ ଦେଇପାରିବେ। ଏହାର ଡିଟେଲ୍ସ ଏପର୍ଯ୍ୟନ୍ତ ଆସିନି। କାଲି ପୁରା ନୋଟିଫିକେସନ୍ ଯେତେବେଳେ ଆସିବ ସେତେବେଳେ ଆପଣଙ୍କର ଡିଟେଲ୍ସ କୁହାଯିବ। କାଲି କ୍ୱାଲିଫିକେସନ୍ ଏବଂ ଆପଣମାନଙ୍କୁ କେତୋଟି ଭ୍ୟାକେନ୍ସି ଆସିବ ତା'ର ଡିଟେଲ୍ସ ଆପଣମାନଙ୍କୁ ଏଇଠି ମେନସନ୍ କରାଯାଇଛି। ନେକ୍ସଟ ଆପଣମାନଙ୍କର କମ୍ବାଇନ୍ଡ ଗ୍ରାଜୁଏଟ୍ ଲେଭେଲ୍ ପାଇଁ ରହିଛି, ଯାହାକି ଆପଣମାନଙ୍କ ଗ୍ରୁପ୍ B ଏବଂ ଗ୍ରୁପ୍ C ପୋଷ୍ଟଟା। ଏଥିରେ ମଧ୍ୟ ଆପଣମାନଙ୍କର ବିଭିନ୍ନ ଡିପାର୍ଟମେଣ୍ଟ ତରଫରୁ ରହିଛି ଆପଣମାନଙ୍କର ଗ୍ରୁପ୍ B ଏବଂ ଗ୍ରୁପ୍ C ପୋଷ୍ଟ ଗୁଡ଼ାକ, ଯେମିତି ଫୁଡ୍ ସେଫ୍ଟି ଅଫିସର, ସିନିୟର ଇକୋନୋମିକ୍ ଅଫିସର, ଏମିତି ବହୁତ ଗୁଡ଼ାଏ ରହିଛି। ତ ଏହାର ମଧ୍ୟ ଖୁବ୍ ଶୀଘ୍ର ଆସିଯିବ ଆପଣମାନଙ୍କର କ୍ୟାଟେଗୋରୀ ଅନୁଯାୟୀ ଏବଂ ଆପଣମାନଙ୍କର ଏଇଗୁଡ଼ାକ ମଧ୍ୟ ଡିଷ୍ଟ୍ରିକ୍ଟ କ୍ୟାଡର ଅନୁଯାୟୀ ଆପଣମାନଙ୍କର CGLRE ସ୍ପେଶାଲିଷ୍ଟ ପୋଷ୍ଟ ଆପଣମାନଙ୍କ 2025 ଅଣ୍ଡର ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବିଭିନ୍ନ ଡିପାର୍ଟମେଣ୍ଟ ତରଫରୁ ଭ୍ୟାକେନ୍ସି ପୋଷ୍ଟ ଗୁଡ଼ାକ ଆସିବାକୁ ଯାଉଛି। ତ ଆଉ ଦୁଇଟା ରହିଛି ଆପଣମାନଙ୍କର ଭ୍ୟାକେନ୍ସି, ଯାହାକି ଏଇଟା ଆପଣମାନେ ଗ୍ରାଜୁଏସନ୍ କରିଥିବେ ଯଦି ଏଇ ଡିପାର୍ଟମେଣ୍ଟ ଗୁଡ଼ାକର ଭ୍ୟାକେନ୍ସି ଆସିବ, ସେଗୁଡ଼ାକ ଆପଣମାନେ ଆବେଦନ କରିପାରିବେ। ନେକ୍ସଟ ରହିଛି ଆପଣମାନଙ୍କର କମ୍ବାଇନ୍ଡ ପୋଷ୍ଟ ଗ୍ରାଜୁଏଟ୍ ଲେଭେଲ୍ ରିକ୍ରୁଟମେଣ୍ଟ। ତ ଏଥିରେ ଆପଣମାନଙ୍କ ଅନଲାଇନ୍ ରେଜିଷ୍ଟ୍ରେସନ୍ ଷ୍ଟାର୍ଟ ହେଇଯାଇଛି। ତ ଏଇଟା ଆପଣମାନଙ୍କର 12/1/2026ରୁ ଷ୍ଟାର୍ଟ ହେଇ 1/2/2026 ପର୍ଯ୍ୟନ୍ତ ଲାଷ୍ଟ ଡେଟ୍ ରହିଛି। ଏଇଟା ଆପଣମାନଙ୍କର ଯଦି ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ତାହେଲେ ଆପଣମାନେ ଏହି ପଦବୀଟା ଆବେଦନ କରିପାରିବେ। ଏଇଟା ଆପଣମାନଙ୍କର ଯେଉଁ ଟିଚିଂ ଭ୍ୟାକେନ୍ସି ଗୁଡ଼ାକ ରହିଛି, ଯେମିତି ସାଇନ୍ସ, ଆର୍ଟ୍ସ, ଯଦି MA MSc କରିଛନ୍ତି ତାହେଲେ ଆପଣମାନେ ଏହି ପଦବୀ ଗୁଡ଼ାକ ଆବେଦନ କରିପାରିବେ। ଟୋଟାଲ୍ 102 ଭ୍ୟାକେନ୍ସିଟା ଏଥିରେ ବାହାରିଛି। ଯଦି 21ରୁ ଏଭବ୍ ଅଛନ୍ତି ତାହେଲେ ଆପଣମାନେ ଆବେଦନ କରିପାରିବେ, ପ୍ଲସ୍ PWD କ୍ୟାଣ୍ଡିଡେଟ୍ ମଧ୍ୟ ଏହି ଭ୍ୟାକେନ୍ସି ଗୁଡ଼ୁ ଆବେଦନ କରିପାରିବେ। ନେକ୍ସଟ ଆପଣମାନଙ୍କର ରହିଛି ଯେଉଁ ଭ୍ୟାକେନ୍ସିଟା ଆପଣମାନେ ସମସ୍ତେ ଆବେଦନ କରିପାରିବେ କମ୍ବାଇନ୍ଡ ରିକ୍ରୁଟମେଣ୍ଟ, ଯାହାକି ହାୟର ସେକେଣ୍ଡାରୀ ଲେଭେଲ୍। ଯଦି 10th ଏବଂ +2 ପଢ଼ିଛନ୍ତି ତାହେଲେ ଆପଣମାନେ ଏହି ପଦବୀ ଆବେଦନ କରିପାରିବେ। ଟୋଟାଲ୍ ଆପଣମାନଙ୍କର ଜୁନିୟର ଫରେନ୍ସିକ୍ସ ଏବଂ ଆମିନ୍ ଜୁନିୟର ଫିସରୀ ଟେକ୍ନିକାଲ ଏହି ଭ୍ୟାକେନ୍ସି ଗୁଡ଼ାକ ଆସିଛି। ଯଦି +2 ସାଇନ୍ସ କିମ୍ବା ଆର୍ଟ୍ସ କରିଛନ୍ତି ତାହେଲେ ଆପଣମାନେ ଏହିସବୁ ଭ୍ୟାକେନ୍ସି ଆବେଦନ କରିପାରିବେ। ଏହାର ମଧ୍ୟ ଖୁବ୍ ଶୀଘ୍ର ନୋଟିଫିକେସନ୍ ଗୁଡ଼ାକ ଆସିବ। ସେ ପର୍ଯ୍ୟନ୍ତ ଆପଣମାନେ ଅଫିସିଆଲି ନୋଟିଫିକେସନ୍ ଗୁଡ଼ାକ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ ଆପଣମାନେ ସେ ୱେବସାଇଟ୍ରେ ଯାଇ ଦେଖୁଥିବେ। ସେତେବେଳେ ଆପଣମାନେ ଜାଣିପାରିବେ ଯେ ଆପଣମାନଙ୍କର କେଉଁ ରିକ୍ରୁଟମେଣ୍ଟ କେବେ ଆସିବାକୁ ଯାଉଛି। ତ ଏ ଥିଲା ଆପଣମାନଙ୍କର ସର୍ଟ ନୋଟିଫିକେସନ୍। ଆପଣମାନଙ୍କର ଏଜ୍ ଏବଂ ପେ ଲେଭେଲ୍ ଏବଂ କେତୋଟି ଭ୍ୟାକେନ୍ସି ଆସିବା ଯାଉଛି ତା'ର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଜଣାଇଦେଲି। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।